ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ଆମ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ଼ ଘୋଷଣା। ଦରକାର ନାହିଁ ବଢ଼େଇଥିବା ଦରମା। ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି ନବୀନ। ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋ ଦରମା ଟଙ୍କା ଖର୍ଚ୍ଚ କରାଯାଉ। ପରବର୍ତ୍ତୀ ଖବର, ଦୂର ହେବ ଚାଷୀଙ୍କ ଦୁଃଖ, ଖର୍ଚ୍ଚ ହେବ 252 କୋଟି। ରାଜ୍ୟରେ ନାହିଁ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର। ଚାଷୀ ଚାଷ କରୁଛନ୍ତି ସତ, କିନ୍ତୁ ଶୀତଳ ଭଣ୍ଡାରର ଅଭାବ ଥିବାରୁ କ୍ଷତି ସହୁଛନ୍ତି। ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର ରହୁଥିବାରୁ ଅନେକ ରାଜ୍ୟ ନିଜ ମନମୁଖୀ ଚଳାଇ ଆସୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ନୂତନ ଶୀତଳ ଭଣ୍ଡାର ନୀତି ଦୂର କରିବ ହଜାର ହଜାର ଚାଷୀଙ୍କ ଦୁଃଖ। ଶୀତଳ ଭଣ୍ଡାର ପାଇଁ ରାଜ୍ୟ ସରକାର 252 କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ପରବର୍ତ୍ତୀ ଖବର, 3.5 ଲକ୍ଷ ଦରମାରେ ସନ୍ତୁଷ୍ଟ ନାହାନ୍ତି ମନ୍ତ୍ରୀ ଓ ବିଧାୟକ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଲେ, ବେଶୀ ନୁହେଁ, 3.5 ଗୁଣା ଦରମା। ଦିନକୁ ଜମାରୁ ପଡ଼ୁଛି ମାତ୍ର 11,000। ଏତିକି ଟଙ୍କାରେ କ'ଣ କରିବେ ଜଣେ ବିଧାୟକ? ଲକ୍ଷେ ଟଙ୍କାରୁ ଏକାଥରେ ବିଧାୟକଙ୍କ ଦରମା 3,45,000କୁ ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର, ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ଭୁଷୁଡ଼ିଛି ପ୍ରାଥମିକ ଶିକ୍ଷା। ନା ଅଛନ୍ତି ଶିକ୍ଷକ, ନା ଅଛି ଭିତ୍ତିଭୂମି। ଛାତ୍ରଛାତ୍ରୀଙ୍କୁ ମିଳୁନି ଆବଶ୍ୟକୀୟ ସ୍କୁଲ ସାମଗ୍ରୀ। ଏହାରି ଭିତରେ ଆସନ୍ତା ବର୍ଷରୁ ଜାତୀୟ ଶିକ୍ଷାନୀତି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଏହା କେମିତି ହେବ ସଫଳ, ସେ ନେଇ ସବୁଠି ଉଠିଲାଣି ପ୍ରଶ୍ନ। ପରବର୍ତ୍ତୀ ଖବର, ସ୍କୁଲ ପିଲା ହାତରେ ବନ୍ଧୁକ। ଆମେରିକା ଭଳି ଦେଶରେ ସ୍କୁଲ ପିଲାଙ୍କ ପାଖରୁ ବନ୍ଧୁକ ଜବତ ହେବା ଖବର ଆପଣମାନେ ଶୁଣିଥିବେ। ସେମିତି ଏକ ଘଟଣା ଘଟିଛି ଓଡ଼ିଶାରେ। ନବମ ଶ୍ରେଣୀ ଛାତ୍ରର ସ୍କୁଲ ବ୍ୟାଗରୁ ଜବତ ହୋଇଛି ବନ୍ଧୁକ। ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହ ରାଜ୍ୟର ନୀତି ବନ୍ଧୁକ ଜବତ ହେବା ଖବର ଚିନ୍ତାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ପୁଲିସ ପାଇଁ ବଡ଼ ଆହ୍ୱାନ ପାଲଟିଛି। ପରବର୍ତ୍ତୀ ଖବର, ଫୁଟିବନି ବାଣ। ଦିଲ୍ଲୀରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାର୍ଟିରେ ଫୁଟିବନି ବାଣ। ଗୋଆ ନାଇଟ୍ କ୍ଲବ ଦୁର୍ଘଟଣା ପରେ ବଡ଼ ନିଷ୍ପତ୍ତି। 2025 ଶେଷ ହେବା ସହିତ ରାଜଧାନୀ ଦିଲ୍ଲୀ ନୂତନ ବର୍ଷକୁ ସ୍ୱାଗତ ପାଇଁ ପ୍ରସ୍ତୁତ ହେଉଛି। ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ପାଳନ ପାଇଁ ଦିଲ୍ଲୀର କ୍ଲବ, ରେଷ୍ଟୁରାଣ୍ଟ ଏବଂ ହୋଟେଲ ସଜେଇ ହୋଇଛି। ତେବେ ଏହି ବର୍ଷର ଉତ୍ସବରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଏବେ ଏହି ସମସ୍ତ ସ୍ଥାନରେ ବାଣ ଫୁଟାଇବା ଉପରେ କଡ଼ା ନିଷେଧ ରହିବ। ପରବର୍ତ୍ତୀ ଖବର, ଭୁଷୁଡ଼ିଗଲା ଏଲ୍‌ଡିଏଫ୍ ଦୁର୍ଗ। କେରଳର ରାଜଧାନୀ ତିରୁଅନନ୍ତପୁରମରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ। କେରଳର ତିରୁଅନନ୍ତପୁରମ ନଗର ନିଗମରେ ବିଜେପି ବଡ଼ ବିଜୟ ହାସଲ କରିଛି। 4 ଦଶନ୍ଧି ଧରି ଏଲ୍‌ଡିଏଫ୍ ଗଡ଼ ଥିବା ତିରୁଅନନ୍ତପୁରମରେ ଏଥର ପଦ୍ମ ଫୁଟିଛି। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏଭଳି ପ୍ରଦର୍ଶନ ରାଜ୍ୟ ରାଜନୀତିକୁ ହଲଚଲ କରିଛି। ସେପଟେ ଐତିହାସିକ ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରବର୍ତ୍ତୀ ଖବର, ପଶ୍ଚିମଗଡ଼ରେ ନକଲି ଭୋଟର। ଆରମ୍ଭରୁ ଏସ୍ଆଇଆର୍‌କୁ ବିରୋଧ କରିଆସୁଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଏବେ ପ୍ରଥମ ପର୍ଯ୍ୟାୟ ଏସ୍ଆଇଆର୍ ତାଲିକା ଆସିବା ପରେ ମମତା ବାନାର୍ଜୀଙ୍କ ପୋଲ ଖୋଲିଛି। କାରଣ ନୂଆ ତାଲିକାରେ ନାହିଁ 58 ଲକ୍ଷ ଭୋଟରଙ୍କ ନାଁ।
ଏମାନଙ୍କ ମଧ୍ୟରୁ ଅଧିକାଂଶ ନକଲି ଭୋଟର ହୋଇଥିବା ଜଣାପଡ଼ିଛି। ଏପରିକି କେବଳ ଦିଦିଙ୍କ ଗଡ଼ ଭବାନୀପୁରରେ 45,000 ନକଲି ଭୋଟରଙ୍କ ନାଁ କଟିଛି। ପରବର୍ତ୍ତୀ ଖବର, ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ। ଖୁବ୍ ଶୀଘ୍ର ଅନ୍ୟ ଟ୍ରେନଗୁଡ଼ିକରେ ବି ସ୍ଥାନୀୟ ଖାଦ୍ୟ ମିଳିବ। ଏନେଇ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପରବର୍ତ୍ତୀ ଖବର, ଦିଲ୍ଲୀ ଯାଉଥିଲେ ସାବଧାନ, ପ୍ରଦୂଷଣ ବଢ଼ୁଛି, କଟକଣା ଲାଗୁଛି। ଦିଲ୍ଲୀରେ ଗ୍ରାଫ୍ 3 ଲାଗୁ। ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ରାଜଧାନୀରେ ଗ୍ରାଫ୍ 3 ଲାଗୁ କରାଯାଇଛି। ଆଜି ସକାଳୁ ଅଧିକାଂଶ ସ୍ଥାନରେ ଏୟାର ଇଣ୍ଡେକ୍ସ କ୍ୱାଲିଟି 400 ଟପିବା ସହ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଛି ପୁରା ଦିଲ୍ଲୀ। ତେବେ ଗ୍ରାଫ୍ 3 ଲାଗୁ ପରେ ସ୍ଥିତି ଉପରେ ନଜର ରଖାଯିବା ସହ ନୂଆ କଟକଣା ଲାଗୁ କରାଯିବ। ପରବର୍ତ୍ତୀ ଖବର, ଅଙ୍ଗନବାଡ଼ିରେ ମିଳୁନି ଛତୁଆ, କାମରେ ଆସୁନି ସମନ୍ୱିତ ଶିଶୁ ବିକାଶ ବିଭାଗ। ଖାଦ୍ୟ ଯୋଗାଣରେ ହୋଇଛି ଅବହେଳା, ମିଳୁନି ଅଙ୍ଗନବାଡ଼ି ଛତୁଆ। କେନ୍ଦ୍ରକୁ ଆସି ଫେରୁଛନ୍ତି ଅଭିଭାବକ। ସରକାରଙ୍କ ନିୟମାନୁଯାୟୀ ପ୍ରତ୍ୟେକ ମାସ 1 ତାରିଖରୁ ପୁଷ୍ଟିକର ତଥା ସନ୍ତୁଳିତ ଆହାର ଜିଲ୍ଲା DSW ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯୋଗାଇ ଦେବାର ନିୟମ ରହିଥିବାରୁ ଏବେଯାଏ ମିଳିନାହିଁ। ଏନେଇ ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତର ମହିଳା ଓ ମାମାନେ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ଖବର, ମହାନଦୀ ସଙ୍କଟ, ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ। ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡି ପୁଣି ରାଜ୍ୟ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ ଛତିଶଗଡ଼ରେ ଭାଜପା ସରକାର ଚାଲିଛି। ସେହିପରି କେନ୍ଦ୍ରରେ ମଧ୍ୟ ଭାଜପା ନେତୃତ୍ୱାଧୀନ ସରକାର ରହିଛି। ବର୍ତ୍ତମାନ ଭାଜପାର ଏଭଳି ଟ୍ରିପଲ ଇଞ୍ଜିନ ସରକାର ଚାଲିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ମହାନଦୀ ଜଳ ବିବାଦର ସମାଧାନ ନ ହେବା ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, IPL 2026 ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଇଁ ଖୁସି ଖବର। କର୍ଣ୍ଣାଟକ ସରକାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। 18 ବର୍ଷ ପରେ ଗତ ବର୍ଷ IPLରେ ଚାମ୍ପିୟନ ହୋଇଥିଲା RCB। ଆଉ ଏହାପରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସେମାନେ ତାଙ୍କର ବିଜୟ ଉତ୍ସବ ପାଳନ କରିଥିଲେ। କିନ୍ତୁ ଭିତରେ ବିଜୟ ଉତ୍ସବ ପାଳନ ହେଉଥିବା ବେଳେ ଷ୍ଟାଡିୟମ ବାହାରେ ଦଳା ଚକଟା ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ଫଳରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ଉପରେ ପ୍ରତିବନ୍ଧକ କରାଯାଇଥିଲା। ପରବର୍ତ୍ତୀ ଖବର, କୋଲକାତା ଷ୍ଟାଡିୟମରେ ହଙ୍ଗାମା ପରେ ମମତାଙ୍କ ଭାବପ୍ରବଣ ପୋଷ୍ଟ। ଶନିବାର କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଫୁଟବଲ ତାରକା ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ ଏହି କୁପରିଚାଳନା ପାଇଁ ସେ ଅତ୍ୟନ୍ତ ମର୍ମାହତ ଏବଂ ଏଥିପାଇଁ ସେ ମେସି ତଥା ତାଙ୍କ ଫ୍ୟାନ୍ସମାନଙ୍କୁ କ୍ଷମା ମାଗିଛନ୍ତି।